ନମସ୍କାର ଦର୍ଶକ ବନ୍ଧୁ ଶୁଭ ସକାଳ। ଆଜି ହେଉଛି 5 ସେପ୍ଟେମ୍ବର ଶନିବାର। ଆଜି ରହିଛି ଦେଶ ବିଦେଶର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର ଯାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ। ତେବେ ଆପଣ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ତା ସହିତ ଆପଣଙ୍କ ଜିଲ୍ଲାକୁ ଭଲ ପାଉଥିଲେ ଆପଣ ଜିଲ୍ଲାର ନାଁ ମଧ୍ୟ ଲେଖିଦିଅନ୍ତୁ, ଯାହାଫଳରେ ତୁରନ୍ତ 5 ମିନିଟରେ ଆପଣଙ୍କ ଜିଲ୍ଲାର ଖବର ପାଇପାରିବେ। ତେବେ ଆଜିର ଖବର ରହିଛି ସରକାରଙ୍କର ବଡ଼ ଘୋଷଣା, ଦଶହରା ଭେଟି ରାସନ କାର୍ଡଠୁ ଆରମ୍ଭ କରି ପିଏମ୍ କିଷାନ, ସିଏମ୍ କିଷାନ, ତା ସହିତ ସୁଭଦ୍ରା ଟଙ୍କା, ଏମିତି ଅନେକ 10ଟି ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଚାଲନ୍ତୁ ଖବର ଉପରେ ନଜର ପକାଇବା। ନମ୍ବର 1, ଭୁବନେଶ୍ୱର, କଟକ, ପୁରୀ ବାସିନ୍ଦା ପାଇଁ କି ସବୁଠାରୁ ଭଲ ଖବର। ଦୀପାବଳିରୁ ନୂଆ ବର୍ଷ ମଧ୍ୟରେ ମିଳିବ ଗୋଟିଏ ବଡ଼ ଭେଟି। ସରକାରଙ୍କ ତରଫରୁ ମଧ୍ୟ ଘୋଷଣା କରାଯାଇଛି। ତେବେ ଓଲା ଉବେର ଆପ୍ ଠାରୁ ଏବେ ଆଉ ଗୋଟେ ଆପ୍ ସରକାରଙ୍କର ଲଞ୍ଚ ହେବା ପାଇଁ ଯାଉଛି, ଯେଉଁଥିରେ ଯାତ୍ରୀ ଏଠାରେ ସେବା ପାଇବେ। ବିବାହ ହେଉ ବା ପିକନିକ୍ ହେଉ ବା ଅନଲାଇନ୍ ବୁକିଂ ହେଉ, ମିଳିବ ଏହି ସେବା। ଆଉ ଏହା ସବୁଠାରୁ କମ୍ ହେଉ ବୋଲି କୁହାଯାଉଛି। ଭଡ଼ାରେ କାରଠୁ ଆରମ୍ଭ କରି ସବୁ ଗାଡ଼ି ମିଳିବ। ତେଣୁ ସରକାରଙ୍କ ତରଫରୁ ଏଇଟା ସବୁଠାରୁ ବଡ଼ ପଦକ୍ଷେପ। ପିକନିକ୍ ହେଉ, ବ୍ରତଘର ହେଉ, ବାହାଘର ହେଉ, ଯେକୌଣସି ପରିସ୍ଥିତିରେ ଆପଣ ଗାଡ଼ି ନେଇପାରିବେ। ତେବେ ଆଉ ଗୋଟେ କଥା ହେଲା, ବୁକିଂ ମଧ୍ୟ କରିକି ଆପଣ ଯାଇପାରିବେ। ଓଲା ଉବେର ଠାରୁ ବହୁତ କମ୍ ରହିବ ବୋଲି ସରକାର କହୁଛନ୍ତି। ତେବେ ସରକାରଙ୍କ ତରଫରୁ ବଡ଼ ଭେଟି, ଚାଷୀମାନଙ୍କ ପାଇଁ ବଡ଼ ଖୁସି ଖବର, ଅର୍ଥାତ୍ ଆଜି ମିଳୁଛି ପିଏମ୍ କିଷାନ ଟଙ୍କା। ପିଏମ୍ କିଷାନ ଟଙ୍କା ଏଥର ଖାତାକୁ ଆସିବ 6,000 ଟଙ୍କା। ଚାଷୀମାନେ ଜଲ୍ଦି କରିଦିଅନ୍ତୁ ଗୋଟିଏ କାମ। ତେବେ ଦିନକ ପରେ ପିଏମ୍ କିଷାନ ଟଙ୍କା ଅପେକ୍ଷା କରିଥିଲେ ଲୋକେ, କିନ୍ତୁ ଆଜି ତାହା ପୂରଣ ହେବା ପାଇଁ ଯାଉଛି। ଆଜି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ଆମ ରାଜ୍ୟରେ 30 ଲକ୍ଷରୁ ଅଧିକ ଚାଷୀ ଆକାଉଣ୍ଟକୁ ଯିବ 2,000 ଟଙ୍କାଏ ଲେଖାଏଁ। ତେବେ କୁହାଯାଉଛି ଯେ ଏଇଟା 18ତମ କିସ୍ତି। ପିଏମ୍ କିଷାନ 2019ଠୁ ଆରମ୍ଭ ହୋଇଥିଲା, ଯାହା ଫଳରେ ଚାଷୀମାନେ ବହୁତ ଉପକୃତ ହେଉଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆଜି ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ 2,000 ଟଙ୍କାଏ ଲେଖାଏଁ ଯିବ ବୋଲି କୁହାଯାଉଛି। ତେବେ ବର୍ଷକୁ 6,000 ଟଙ୍କା ମିଳୁଛି ଚାଷୀଙ୍କ ଆକାଉଣ୍ଟକୁ। ଆଉ ଏହି ନବରାତ୍ରି ସମୟରେ 9 କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 2,000 ଟଙ୍କା ଯିବ ବୋଲି ଘୋଷଣା କରାଯାଇଛି। ତେଣୁ ଏପର୍ଯ୍ୟନ୍ତ ଯଦି ଆମ ଭିଡ଼ିଓ ଦେଖୁଛନ୍ତି, ଭିଡ଼ିଓକୁ ଲାଇକ୍ କରି ଆପଣଙ୍କ ଜିଲ୍ଲାର ନାଁ ଲେଖିଦିଅନ୍ତୁ। ଆଉ ଗୋଟେ ବଡ଼ ଖବର, ସପ୍ଲିମେଣ୍ଟାରୀ ସ୍କୁଲ ପିଲାଙ୍କ ୟୁନିଫର୍ମ ବଦଳିବ, ମାନେ ପ୍ରାଥମିକ ସ୍କୁଲର ୟୁନିଫର୍ମ ମଧ୍ୟ ବଦଳିବ। ସରକାର ଏ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ସେପଟେ ନବମ ଦଶମ ପିଲାଙ୍କର ୟୁନିଫର୍ମ ବଦଳିଥିଲା, ଏବେ ପ୍ରାଥମିକ ପିଲାଙ୍କର ୟୁନିଫର୍ମ ବଦଳିବ, ଯାହା ଗଣଶିକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି। ତେବେ ପିଲାଙ୍କ ପାଠ ପଢ଼ାକୁ ନେଇ ଯେତିକି ଚିନ୍ତା ନୁହେଁ, ସେପଟେ ରାଜନୀତି ନେଇକି ବେଶୀ ଚିନ୍ତା। ସ୍କୁଲ ରଙ୍ଗ ବଦଳିବ, ପିଲାଙ୍କର ୟୁନିଫର୍ମ ବଦଳିବ, କିନ୍ତୁ ସ୍କୁଲରେ ଶିକ୍ଷକ ନାହାନ୍ତି ପାଠ ପଢ଼ାଇବା ପାଇଁ। ସେପଟେ ଡାଲି, ଚାଉଳ, ତେଲ, ଲୁଣ ସବୁ କିଛି ବଢ଼ିଗଲାଣି, କିନ୍ତୁ ସରକାରଙ୍କ ଚିନ୍ତା ନାହିଁ। ସ୍କୁଲରେ ପିଲା ପାଠ କେମିତି ପଢ଼ିବେ, କେମିତି ଶିକ୍ଷକ ଆସିବେ, ସେ ନେଇ ଚିନ୍ତା କଲେ ସବୁଠୁ ଭଲ ହେବ ବୋଲି ଅଭିଭାବକମାନେ କହିଛନ୍ତି। କିନ୍ତୁ ଏପଟେ ସ୍କୁଲ କୋଠା ରଙ୍ଗ ଆଉ ସ୍କୁଲ ପିଲାମାନଙ୍କର ୟୁନିଫର୍ମ ବାରମ୍ବାର ବଦଳିବା, ଏ ନେଇକି ସବୁଠାରୁ ବିରକ୍ତିକର କଥା ବୋଲି କହୁଛନ୍ତି। ତେବେ ରାଜ୍ୟ ସରକାର ଚିନ୍ତା କରିବା ଦରକାର ଯେ କିଭଳି ପିଲାମାନଙ୍କୁ ଉନ୍ନତ ମାନର ପାଠ ପଢ଼ାଯିବ, ଯାହାଫଳରେ ତାଙ୍କ ଭବିଷ୍ୟତ ଉଜ୍ଜଳ ହେବ। ତେବେ ଆଉ 3 ଦିନ ପରେ ମିଳିବ ଟଙ୍କା। ସୁଭଦ୍ରା ଟଙ୍କାକୁ ନେଇ ଅପେକ୍ଷା କରିଛନ୍ତି ସାରା ଓଡ଼ିଶାର ମହିଳାମାନେ। ତେବେ ମାତ୍ର 25 ଲକ୍ଷ ମହିଳାଙ୍କୁ ମିଳିଛି ସୁଭଦ୍ରା ଟଙ୍କା। ବାକି ଯେଉଁମାନେ ଆବେଦନ କରିଛନ୍ତି 96 ଲକ୍ଷ ମହିଳା, ଏପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟକୁ ପଇସା ଆସିନାହିଁ। ତେବେ କୁହାଯାଉଛି 40 ଲକ୍ଷ ମହିଳାଙ୍କୁ ପୁଣି ସେକେଣ୍ଡ ଫେଜ୍‌ରେ ମିଳିବ। ସୁଭଦ୍ରା ଟଙ୍କା ଏବେ 4ଟି ଫେଜ୍‌ରେ ମିଳିବ। ପ୍ରଥମ ଫେଜ୍‌ରେ 25 ଲକ୍ଷ ମିଳିଯାଇଥିଲା, ଏବେ 40 ଲକ୍ଷ ମିଳିବ। ବାକି ଯେଉଁ ରହିବେ ତାକୁ ଡିଭାଇଡ୍ ହୋଇଯିବ, ଥାର୍ଡ ଫୋର୍ଥ ଫେଜ୍‌ରେ ମିଳିବ। ଆଉ ମାର୍ଚ୍ଚ 18 ତାରିଖ ସୁଦ୍ଧା ସମସ୍ତଙ୍କୁ ମିଳିଯାଇଥିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଉ ଗୋଟେ କଥା ମଧ୍ୟ କହିଛନ୍ତି, ସୁଭଦ୍ରା ଟଙ୍କା ନେଇକି ଯେଉଁମାନେ ଶେଷ ରହିବେ, ଯେଉଁ ଶେଷରେ ଯିଏ ରହିବେ ତାଙ୍କୁ ପୁରସ୍କାର ଦିଆଯିବ। କୋଟିଏରେ ଯିଏ ପହଞ୍ଚିବ ସେଇ ମହିଳାଙ୍କୁ ପୁରସ୍କାର ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଉ ଖୁବ୍ ଜଲ୍ଦି ଆପଣଙ୍କର ଷ୍ଟାଟସ୍ ଚେକ୍ କରନ୍ତୁ, ଯାହାଫଳରେ ଆପଣ ଟଙ୍କା ପାଇବା ପାଇଁ ଯୋଗ୍ୟ। ଆଉ ଯଦି ଆପଣଙ୍କର ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ଆସିନାହିଁ, ନିଶ୍ଚିତ କମେଣ୍ଟ କରନ୍ତୁ। ଆପଣଙ୍କ ଜିଲ୍ଲା ସହିତ ମଧ୍ୟ କମେଣ୍ଟ କରିଦିଅନ୍ତୁ। ଏଥର ଦୁର୍ଗା ପୂଜାରେ ଭିଜେ ମା। ବାତ୍ୟା ମାସରେ ସମସ୍ତଙ୍କର ଭୟ। ପ୍ରକୃତରେ ଆଗକୁ କଣ ହେବ? କିନ୍ତୁ ଏ ନେଇ ପାଣିପାଗ ବିଭାଗ ଅପଡେଟ୍ ଦେଇଛି। ତେବେ କୁହାଯାଉଛି ଯେ 4 ତାରିଖ ଅର୍ଥାତ୍ କାଲିଠାରୁ ଆରମ୍ଭ ହୋଇଯାଇଛି ଲଘୁଚାପ।
6 ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେପଟେ 16 ଜିଲ୍ଲାକୁ ୟେଲୋ ଆଲର୍ଟ କରିଛି। ତା ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମଧ୍ୟ ମନା କରିଛି। ତା ସହିତ ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେଲେ ତାକୁ ଖାଲି କରାଯିବ ବୋଲି କୁହାଯାଇଛି। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇବା ଦ୍ୱାରା ଏବେ 4ରୁ 10 ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେପଟେ ଦଶହରାରେ ବର୍ଷା ନେଇ ପ୍ରଥମେ କିଛି ପାଣିପାଗ ବିଜ୍ଞାନ ଆକଳନ କରିବା ପରେ ଉଦାସ ହୋଇଯାଇଛନ୍ତି ଲୋକେ। ଲୋକମାନେ ଭାବୁଛନ୍ତି ଯେ ବର୍ଷାରେ ବୁଲି ପାରିବେ ନାହିଁ। କିନ୍ତୁ ବର୍ଷାର ପରିମାଣ ବଢ଼ିବ ବୋଲି କୁହାଯାଉଛି। ତେବେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଜନତାଙ୍କ ପ୍ରକୃତ କିଙ୍ଗ କିଏ? ଆପଣମାନେ କାହାକୁ ଭଲ ଶାସନ କରିବେ ବୋଲି ଲାଗୁଛି? ଏ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗଣତନ୍ତ୍ର ଜନତା କିଏ ପ୍ରକୃତ କିଙ୍ଗ? ଜନତା ଚାହିଁଲେ ଗୋଟିଏ ଦଳକୁ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସାଇବେ। ଆଉ ଜନତା ଚାହିଁଲେ ଗୋଟିଏ ଦଳକୁ କ୍ଷଣିକ ମଧ୍ୟରେ କ୍ଷମତାଚ୍ୟୁତ ମଧ୍ୟ କରିପାରିବେ। ଜନତା ଉପରେ ସବୁକିଛି। ଆଉ ଜନତାଙ୍କ ମଙ୍ଗଳ କରିବା ପାଇଁ ଆମେ ଏ ଦାୟିତ୍ୱ ନେଇଛୁ। ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ 140 କୋଟି ଜନତା ସେମାନଙ୍କର ରାଜା ବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀକୁ ବାଛିଥାନ୍ତି ଏବଂ ମୁଖ୍ୟମନ୍ତ୍ରୀ ବାଛିଥାନ୍ତି। ତେଣୁ ଏପଟେ କୁହାଯାଉଛି ଯେ ଓଡ଼ିଶାର ଶାସନ ଉପରେ ଦୃଷ୍ଟି ପକାଇବା ରାଜ୍ୟକୁ ଦୀର୍ଘ 24 ବର୍ଷ ଧରି ବିଜେଡି ଶାସନ କରୁଥିଲା। କିନ୍ତୁ ବିଜେପି ଆସିବା ପରେ 100 ଦିନରେ ଯାହା ସବୁ କରିଛି ମୋହନ ଚରଣ ମାଝୀ କହିଛନ୍ତି। ମୋହନ ଚରଣ ମାଝୀ ମଧ୍ୟ କହିଛନ୍ତି ଯେ ଶ୍ରୀମନ୍ଦିରରେ ଚାରିଦ୍ୱାର ଖୋଲିବାଠୁ ନେଇକି ଏବଂ ତାର ସହିତ ରହିଛି ସିଏମ କିଷାନ ଯୋଜନା ଏବଂ ସୁଭଦ୍ରା ଯୋଜନା, ତା ସହିତ ଅନେକ ଯୋଜନା ସବୁ ବାହାରୁଛି ଯାହାଫଳରେ ଲୋକମାନେ ଉପକୃତ ହେବେ ଏବଂ ଯେତିକି ସବୁ ସମସ୍ୟା ଅଛି ଧୀରେ ଧୀରେ ସବୁ କିଛି କମିଯିବ ଏବଂ ରାଜ୍ୟର ଦୁର୍ନୀତି ହଟିବ। ତା ସହିତ ବିକାଶ ଓଡ଼ିଶା କିଭଳି ବିକାଶ ଦିଗରେ ଅଗ୍ରସର ହେବ ସେ ନେଇ ମଧ୍ୟ ଚିନ୍ତା କରୁଛନ୍ତି। ତେଣୁ ଯୁବକ ଯୁବତୀଙ୍କ ପାଇଁ ନୂଆ ନୂଆ ଏଠି ଚାକିରି ମିଳିବ, ନିଯୁକ୍ତି ମିଳିବ, କେହି ବାହାରକୁ ଯିବେ ନାହିଁ, ସବୁ ପ୍ରକାର ସୁବିଧା କରିବେ। ଆଉ ଅଭିଯୋଗ ପ୍ରକୋଷ୍ଠରେ ଆସୁଥିବା ଯେଉଁମାନେ ଲୋକ ଅଭିଯୋଗ କରୁଛନ୍ତି ତାଙ୍କର ମଧ୍ୟ ଅସୁବିଧା ଦୂର ହେଉଛି ବୋଲି କୁହାଯାଉଛି। ତେଣୁ ଆପଣମାନେ କୁହନ୍ତୁ, ଓଡ଼ିଶାରେ କଣ ସତରେ ଉନ୍ନତି ହେଲାଣି? ଆଉ କଣ ହେଇଛି ଆଗକୁ? ତେବେ ଆଉ ଗୋଟେ ବଡ଼ ଖବର, ଅବସରପ୍ରାପ୍ତ ଅଗ୍ନିବୀରକୁ ମିଳିବ ନିଯୁକ୍ତି, ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର। ତେବେ କୁହାଯାଉଛି ଯେ ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ 10% ସଂରକ୍ଷଣ ରହିଛି। ତୃତୀୟ ଓ ଚତୁର୍ଥ ଶ୍ରେଣୀର ପଦବୀରେ ନିର୍ଦ୍ଧାରିତ ବୟସୀମା 3 ବର୍ଷ କୋହଳ ହେବ। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ କାର୍ଗିଲ ବିଜୟ ଦିବସର ଅବସରରେ ରାଜ୍ୟର ଅଗ୍ନିବୀର ସଂରକ୍ଷଣ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୟୁନିଫର୍ମ ସେବା କ୍ଷେତ୍ରରେ ରାଜ୍ୟର ଅଗ୍ନିବୀରକୁ 10% ସଂରକ୍ଷଣ ଦିଆଯିବ ଏବଂ 5 ବର୍ଷ ବୟସ ସୀମା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଆଉ ଏକ ବଡ଼ ଖବର, ତିରୁପତିରେ ଯୋଉଭଳିଆ ସବୁ ଘଟଣା ଘଟିଥିଲା ଲୋକମାନେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲେ। ଆଉ ଏପର୍ଯ୍ୟନ୍ତ ତିରୁପତିର ମାମଲା ମଧ୍ୟ କିଛି ହୋଇନାହିଁ। ତିରୁପତି ଲଡୁ ବିବାଦରେ ସୁପ୍ରିମକୋର୍ଟ ଏକ ନୂଆ ଏସ୍ଆଇଟି ଗଠନ ନିର୍ଦ୍ଦେଶ ଦେଇଛି। 2 ଜଣ ସିବିଆଇ ଅଫିସର, ଆନ୍ଧ୍ର ପୋଲିସର 2 ଜଣ ଅଧିକାରୀ, ଭାରତୀୟ ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ଅଫିସରଙ୍କୁ ନେଇ ଏସ୍ଆଇଟି ଗଠନ କରାଯିବ। ପ୍ରକୃତରେ କିଏ ମିଶାଉଥିଲା ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ନେଇ ଅଭିଯୋଗ ହୋଇଥିଲା, କିଏ ସବୁ କରୁଥିଲା, ମାଛ ତେଲରେ କିଏ ସବୁ କରୁଥିଲା, ସେ ନେଇ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା। ଆଉ ସେ ନେଇ ମଧ୍ୟ ତଦନ୍ତ ହେବ। ପ୍ରକୃତରେ ଉନ୍ନତ ମାନର ଘିଅ ପ୍ରସ୍ତୁତ କରିକି ଏବେ ଲଡୁ ତିଆରି କରିବା କଥା, କିନ୍ତୁ ନିମ୍ନମାନର ଏସବୁ ତେଲକୁ ବ୍ୟବହାର କରି ଲଡୁ ତିଆରି କରୁଥିଲା, ଯାହା ଫଳରେ ଅଯୋଧ୍ୟାକୁ ମଧ୍ୟ ଯାଇଥିଲା, କିଛି ଲୋକ ମଧ୍ୟ ଖାଇଥିଲେ, ସବୁ ଲୋକ ପ୍ରସାଦ ଭାବି ଖାଇଥିଲେ, କିନ୍ତୁ ଏପଟେ ଚାଲିଥିଲା ଏଇ କାମ। ସେପଟେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଏଇ ସବୁ କଥା ଜାଣି ଚାଲିଛି। ପ୍ରକୃତରେ ଘିଅରେ ହେଉଛି ନା ନିମ୍ନମାନର ଘିଅ ରହୁଛି, ତଦନ୍ତ ଚାଲିଛି। ଏଥର ଶ୍ରୀମନ୍ଦିର ଯିବା ପାଇଁ ମାଗଣା ଗଡ଼ିବ ବସ୍। ଆସନ୍ତା 18 ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା। ମାଗଣାରେ ପୁରୀ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ପୁରୀକୁ ଯିବା ସହ ରହିବା, ଖାଇବା, ଅନ୍ୟାନ୍ୟ ସୁବିଧା ସରକାର ମାଗଣା ଯୋଗାଇ ଦେବେ। କିନ୍ତୁ ଏଥିପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା କିଭଳି ପଞ୍ଜୀକରଣ କରିବେ। କାର୍ତ୍ତିକ ମାସ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ହବିଷ୍ୟାଳୀମାନଙ୍କୁ ମାଗଣାରେ ପୁରୀରେ ଆସିବା, ରହିବା, ତା ସହିତ ଖାଇବା ପିଇବା ସବୁ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାର ହବିଷ୍ୟାଳୀ ଯୋଜନା ପାଇଁ ଆସନ୍ତା 6 ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜୀକରଣ। 11 ତାରିଖ ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜୀକରଣ କରିପାରିବେ ଶ୍ରଦ୍ଧାଳୁ। ତେଣୁ ଲୋକମାନେ ନିଜେ ଜନସେବା କେନ୍ଦ୍ରକୁ ଯାଇ କରିପାରିବେ ଏହି ସବୁ ପଞ୍ଜୀକରଣ, ଯାହାଫଳରେ ସିଏ ଯିବା ଆସିବା, ରହିବା, ଖାଇବା ସବୁ ସରକାର ବୁଝିବେ। ତେବେ ଆଉ ଗୋଟେ ବଡ଼ ଖବର, ଯୋଉଟା ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି, ଭତ୍ତା
ଟଙ୍କା କେବେ ମିଳିବ, ତା ସହିତ ନୂଆ ରାସନ କାର୍ଡ କେବେ ମିଳିବ, ଏ ନେଇ ଅପେକ୍ଷା କରିଛନ୍ତି ଲୋକମାନେ। ସରକାରଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ। ଅଭିଯୋଗ ପ୍ରକୋଷ୍ଠକୁ ଯାଇ କିଛି ଲୋକେ ପଚାରିଥିଲେ ଭତ୍ତା ଟଙ୍କା କେବେ ମିଳିବ? ସରକାର କହିଥିଲେ ଭତ୍ତା ଟଙ୍କା ସମସ୍ତଙ୍କୁ ମିଳିବ, କିନ୍ତୁ କେବେ ମିଳିବ, କେତେ ଟଙ୍କା ମିଳିବ ସେ ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। ଆଉ ଗୋଟିଏ କଥା ରହିଲା, ସୁଭଦ୍ରା ଟଙ୍କା ଦେବା ପରେ ତେଲ, ଡାଲି, ଲୁଣ, ପିଆଜ, ପରିବା ଦରଠୁ ଆରମ୍ଭ କରି ସବୁ ଆକାଶ ଛୁଆଁ ହୋଇଛି, ଯାହା ଗରିବଙ୍କ ଉପରେ ସିଧା ପ୍ରଭାବ ପକାଉଛି। ଏପଟେ ଗୋଟିଏ ଥର ଟଙ୍କା ଦେଇଦେଲେ, କିନ୍ତୁ ସବୁଦିନ ପରିବା ରେଟ୍ ଏବଂ ତେଲ ରେଟ୍ ସବୁ କିଛି ବଢ଼ିଗଲାଣି। ତା ସହିତ ଆଉ ଗୋଟିଏ କଥା ହେଲା ଯେ ରାସନ କାର୍ଡ କେବେ ମିଳିବ? ରାସନ କାର୍ଡକୁ ନେଇ ସରକାର ଖାଲି ଗୋଟିଏ ଅପଡେଟ୍ ଦଉଛନ୍ତି ଯେ ଇ କେୱାଇସି କର, ଇ କେୱାଇସି କର। ଆଉ ନୂଆ ରାସନ କାର୍ଡ କେବେ ମିଳିବ ସେ ନେଇ ମଧ୍ୟ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। କୁହାଯାଉଛି ଯେ ଆମ ଓଡ଼ିଶାରେ 16 ଲକ୍ଷ ରାସନ କାର୍ଡ ଅଛନ୍ତି ଯେଉଁମାନେ ଅଯୋଗ୍ୟମାନେ, ତାଙ୍କ ନାଁ କଟି ସାରିଲା ପରେ ନୂଆ ରାସନ କାର୍ଡ ଯୋଗାଇ ଦେବେ ସରକାର। ତେଣୁ ରାସନ କାର୍ଡରେ ମଧ୍ୟ ସରକାର ଆଉ ଗୋଟେ ଜିନିଷ ଆଡ୍ କଲେ, ଗହମ ଆଉ କିଛି ଦିନ ପରେ 9ଟି ଜିନିଷ ଆଡ୍ ହବ। ସେଗୁଡ଼ା ଏପର୍ଯ୍ୟନ୍ତ ଘୋଷଣା କରାଯାଇନି। ବାହାର ରାଜ୍ୟରେ ତେଲ, ମସଲା, ଡାଲିଠୁ ଆରମ୍ଭ କରି ସବୁ କିଛି ରାସନ କାର୍ଡରେ ଆଡ୍ ହୋଇଛି। ତାପରେ ଆଉ ଗୋଟିଏ କଥା ହେଲା ଯେ ଭତ୍ତା ଟଙ୍କା ପାଇଁ କି କୁହାଯାଉଛି ଯେ ଅଭିଯୋଗ ପ୍ରକୋଷ୍ଠରେ କିଛି ଲୋକ ପଚାରିଥିଲେ, ସରକାର କହିଲେ ଭତ୍ତା ଟଙ୍କା ମିଳିବ, କିନ୍ତୁ କେବେ ମିଳିବ ସେ ନେଇ ଘୋଷଣା କରାଯାଇନାହିଁ। ତେଣୁ ଏଇଭଳିଆ ଦେଶ ବିଦେଶର ମୁଖ୍ୟ ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ଜଗନ୍ନାଥ।